ନିହିମିଆ ଅଧ୍ୟାୟ 6। ଅନନ୍ତର ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ। ଏହି ସମ୍ବାଦ ସନବଲଟ ଓ ଟୋବିୟ ଓ ଆରବୀୟ ଗେସମ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁଙ୍କୁ ଦିଆଗଲା। ତଥାପି ଏ ସମୟରେ ମୁଁ ନଗର ଦ୍ୱାର ସବୁରେ କବାଟ ଝୁଲାଇ ନଥିଲି। ସେତେବେଳେ ସନବଲଟ ଓ ଗେସମ ମୋ କତିକି ଲୋକ ପଠାଇ କହିଲେ, ଆସ, ଆମ୍ଭେମାନେ ଓନ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ। ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ। ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ। କାର୍ଯ୍ୟ ଛାଡ଼ି ତୁମମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି? ଏହି ପ୍ରକାରେ ସେମାନେ 4 ଥର ମୋ ନିକଟକୁ ଲୋକ ପଠାଇଲେ। ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏ ଉତ୍ତରେ ସନବଲଟ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ 5ମ ଥର ସେହି ପ୍ରକାରେ ମୋ ନିକଟକୁ ପଠାଇଲା। ତହିଁରେ ଏହା ଲେଖା ଥିଲା, ଗୋଷ୍ଠୀମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି ମଧ୍ୟ ଗସ୍ମୁ ଏହା କହୁଅଛି ଯେ, ତୁମ୍ଭେ ଓ ଜିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ। ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। ଆହୁରି ଜିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଜେରୁସାଲେମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତ କରିଅଛ। ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ। ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, ତୁମ୍ଭେ ଯାହା କହୁଅଛ ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ। ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ। ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନହିବ ବୋଲି ସେ ସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ। ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର। ଏଥି ଉତ୍ତାରେ ମହେଟବେଲର ପୌତ୍ର ଦଲାୟର ପୁତ୍ର ଯେଉଁ ସମୟ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି। ତହୁଁ ସେ କହିଲା, ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାର ସବୁ ବନ୍ଦ କରୁ, କାରଣ ସେମାନେ ତୁମ୍ଭକୁ ବଦ୍ଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଦ୍ଧ କରିବାକୁ ଆସିବେ। ତହିଁରେ ମୁଁ କହିଲି, ମୋ ପରି ଲୋକ କଣ ପଳାଇବ? ମୋ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ। ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନଥିଲେ। ତଥାପି ସେ ମୋ ପ୍ରତିକୂଳରେ ଏହି ଭବିଷ୍ୟତ ବାକ୍ୟ ପ୍ରଚାର କଲା, ଆଉ ଟୋବିୟ ଓ ସନବଲଟ ତାହାକୁ ବେତନ ଦେଇଥିଲେ। ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ଧିକ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା। ହେ ମୋହର ପରମେଶ୍ୱର, ଟୋବିୟ ଓ ସନବଲଟର ଏହି ସବୁ କର୍ମାନୁସାରେ ସେମାନଙ୍କୁ ଆଉ ମତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ, ନୋଅଦିଆ ଭବିଷ୍ୟତ ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟତ ବକ୍ତା ସେମାନଙ୍କୁ ସ୍ମରଣ କର। ତହୁଁ 52 ଦିନ ମଧ୍ୟରେ ଇଲୁଲ ମାସର 25 ଦିନରେ ପ୍ରାଚୀର ସମାପ୍ତ ହେଲା। ପୁଣି ଆମ୍ଭମାନଙ୍କ ଶତ୍ରୁ ସମସ୍ତେ ଏହା ଶୁଣନ୍ତେ ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣମାନଙ୍କ ଦୃଷ୍ଟିରେ ନିତାନ୍ତ ଲଘୁ ହେଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡୁ ହେଲା, ଏହା ସେମାନେ ବୁଝିଲେ। ଆହୁରି ସେ ସମୟରେ ଜିହୁଦାର କୁଳୀନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। କାରଣ ସେ ଆରାର ପୁତ୍ର ସଖନିୟର ଜୁଆଇଁ ହେବାରୁ ଓ ତାହାର ପୁତ୍ର ଜିହୋହାନନ ବେରିଖିୟର ପୁତ୍ର ମସୁଲମର କନ୍ୟାକୁ ବିବାହ କରିଥିବାରୁ ଜିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ। ଆହୁରି ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋ କଥା ସବୁ ତାହାକୁ ଗୋଚର କରାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନା ପତ୍ର ପଠାଇଲା।